କେଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। ବାବା ଭୁଜାଖିଆ ପୀର ବାବାଙ୍କ 82ତମ ବାର୍ଷିକ ଉତ୍ସବ ଉର୍ସ ଉପଲକ୍ଷେ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ। ଆସନ୍ତା ଏପ୍ରିଲ 8 ତାରିଖରୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ତିନିଦିନିଆ ଉତ୍ସବ ପାଳନ ପାଇଁ ସମସ୍ତଙ୍କ ସହଯୋଗ କାମନା। ବାବା ଭୁଜାଖିଆ ପୀର ବାବାଙ୍କ 82ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ବାଲେଶ୍ୱର ସହରର ସୁନଟ ସ୍ଥିତ ବାବାଙ୍କ ଆସ୍ଥାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଯୁବ ସଂଗଠକ ସାହିରୁଲ ହକ ଏଥିରେ ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ, ବାଲେଶ୍ୱର ସହର ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଆଇପିଏସ୍ ପ୍ରବେଶନର ମନୀଷା ସଗୁନ, ଟାଉନ ଥାନା ଅଧିକାରୀ ବିଜୟ କୁମାର ଦାସ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, କାଉନସିଲର ଶେଖ ଆୟୁବ, ରୋଜାଲିନ ପାଣି, ଯୁବନେତା ଭାଗବତ ସାହୁ, ଚିନ୍ମୟ ବିଶ୍ୱାଳ, ନଳିନୀ ରଞ୍ଜନ ଦାସ, ଶେଖ ଶରିଫ ମହମ୍ମଦ, ଅବଦୁଲ ମହିଦ ଖାନ, ବିଧାୟକଙ୍କ ପ୍ରତିନିଧି ବେଣୁଧର ଦାସ, କଟିଆ ବିନ୍ଧାଣୀ, ରାଜେନ୍ଦ୍ର କୁମାର ରାଉତ, ଶେଖ ରଜବ ଅଲ୍ଲୀ, ଶେଖ ହଲିମ, ଶେଖ ଅସଗର ଅଲ୍ଲୀ, ରମେଶ ଚନ୍ଦ୍ର ମାଝୀ ପ୍ରମୁଖ ଏଥିରେ ଯୋଗଦେଇ ଅନ୍ୟାନ୍ୟ ବର୍ଷ ଭଳି ଆସନ୍ତା ଏପ୍ରିଲ 8 ତାରିଖରୁ ଆରମ୍ଭ ହେଉଥିବା ବାବାଙ୍କ 82ତମ ବର୍ଷ ଉତ୍ସବକୁ କିପରି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଭାଇଚାରାର ପ୍ରତୀକ ଭାବେ ଭୁଜାଖିଆ ପୀର ବାବାଙ୍କ ବାର୍ଷିକ ଉତ୍ସବ ବାଲେଶ୍ୱର ସହର ପାଇଁ ବେଶ ଗୁରୁତ୍ୱ ବହନ କରିଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ମହା ଆଡମ୍ବର ସହକାରେ ଏହି ଉତ୍ସବ ପାଳନ ହେବ ବୋଲି ଉପଦିଷ୍ଟ ବରିଷ୍ଠ ବ୍ୟକ୍ତିମାନେ ଆଶା ପ୍ରକାଶ କରିଥିଲେ। ବାବାଙ୍କ ଉତ୍ସବକୁ ଅଧିକ ଭାବ ଗମ୍ଭୀର ଓ ଆକର୍ଷଣୀୟ କରିବା ପାଇଁ ସମସ୍ତ ଦିଗ ପ୍ରତି ଦୃଷ୍ଟି ପ୍ରଦାନ ସହ ପୂର୍ବ ବର୍ଷ ଭଳି ସମସ୍ତ ସାହାଯ୍ୟ ସହଯୋଗ କରିବା ନିମନ୍ତେ ଏହି ବୈଠକରେ ସହମତ ପ୍ରକାଶ ପାଇଥିଲା। ଭୁଜାଖିଆ ପୀର ପରିଚାଳନା କମିଟିର ସମ୍ପାଦକ ଶେଖ ଜାହିରୁଦ୍ଦିନ ଏଥିରେ ପ୍ରାଥମିକ ସୂଚନା ସହିତ ଉତ୍ସବର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ। ଚଳିତ ବର୍ଷ ଧାର୍ଯ୍ୟ ସମୟ ନିର୍ଘଣ୍ଟନ ମଧ୍ୟରେ ନିଷ୍ଠାର ସହ ବାବାଙ୍କ ଉତ୍ସବ ପାଳନ ପାଇଁ ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ବାବାଙ୍କ ଉତ୍ସବ ଆସନ୍ତା ଏପ୍ରିଲ 8 ତାରିଖରୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଶେଷ ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଦିନ ପୂର୍ବାହ୍ନରେ ଗସଲ କାର୍ଯ୍ୟକ୍ରମ, ଅପରାହ୍ନରେ ଚନ୍ଦନ ଶୋଭାଯାତ୍ରା, ସନ୍ଧ୍ୟାରେ ମିଲାଦି ଶରୀଫ ସହ ରାତିସାରା ସବିନା କାର୍ଯ୍ୟକ୍ରମ ଜାରି ରହିବ। ସେହିପରି ଦ୍ୱିତୀୟ ଦିବସରେ ପ୍ରାତଃ କାଳରେ ସାମୂହିକ କୋରାନ ପାଠ ସାଙ୍ଗକୁ ବାବାଙ୍କ ଆସ୍ଥାନରେ ଚଦର ଚଢ଼ାଇବା କାର୍ଯ୍ୟକ୍ରମ ରୀତି ପର୍ଯ୍ୟନ୍ତ ଜାରି ରହିବ। ଏଥିସହିତ ଫାତେହ ଓ ଶିରରଣୀ ବିତରଣ, ଲଙ୍ଗର ବିତରଣ ଅନୁଷ୍ଠିତ ହେବ। ରାତି 9ଟାରୁ ବରିଷ୍ଠ ମୌଲବୀଙ୍କ ଦ୍ୱାରା ଧର୍ମ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତୃତୀୟ ଦିବସରେ ସକାଳଠାରୁ ରାତିସାରା ବାବାଙ୍କର ଆସ୍ଥାନ ଚାଦର ବିତରଣ, ଫତେହା ଓ ଶିରରଣୀ ବିତରଣ ଓ ମୌଲବୀଙ୍କ ଦ୍ୱାରା ବକ୍ତୃତା କାର୍ଯ୍ୟକ୍ରମ ଓ କବିତା ପାଠ ପର୍ବ ପାଳିତ ହେବ ବୋଲି କମିଟିର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ବାବାଙ୍କର ଏହି 82ତମ ଉତ୍ସବକୁ ଶୃଙ୍ଖଳାର ସହ ପାଳନ ପାଇଁ ସେମାନେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଧନ୍ୟବାଦ।